ଚାଲିଲାଣି ମତେ ଲାଗୁଛି ଆଉ ଟିକେ ଯାତ୍ରା ବଢିଗଲେ 15 ଦିନ ପରେ ଆଉ ଟିକେ ମାସେ କରିଲେ ବି ଯାତ୍ରା ଜଣା ପଡୁନି କେତେବେଳେ ଅଲରେଡି ବଢିଗଲାଣି। ସେଥିରେ ସମସ୍ତ ଜନସାଧାରଣ ସମସ୍ତ ଗ୍ରାମବାସୀମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆଉ ଆଜିର ଏହି କାର୍ଯ୍ୟକ୍ରମ ଯେଉଁ ଅଛି ସେଥିପାଇଁ ମୁଁ ଆପଣମାନଙ୍କୁ ଶୁଭେଚ୍ଛା ବି ଦେଉଛି। ଆଉ ଯେତେ ସବୁବେଳେ ନିଜର କିଛି ଜିନିଷ ଆଜି ଅଛି ଯେଉଁଟା କାଲି ଆହୁରି ଭଲ ହେବା ଚେଷ୍ଟା କରୁ। ତ ସେମିତି ଏ ଯେଉଁ ପରଫର୍ମାନ୍ସ ବି ଅଛି ସେମିତି ଧୀରେ ଧୀରେ ଆହୁରି ବଢ଼ୁ, ଏତିକି ମୋର କାମନା। ଆଉ ଆଜି ବି ଯେଉଁ ଯାତ୍ରା ଚାଲିଛି ଏ ଯାତ୍ରା ଯେମିତି ଆହୁରି 6 ଦିନ ବାକି ଅଛି ଯାତ୍ରା ଏଇଠି ସୁରୁଖୁରୁରେ ଭଗବାନଙ୍କ କୃପାରେ ଚାଲୁ। ଆଉ ଏମିତି ଆମେ ବହୁତ ପରିଶ୍ରମ କରିକି ଠାକୁରଙ୍କୁ କୃପା ଲାଭ କରୁ। ଏତିକି ମୋର ସମସ୍ତଙ୍କୁ ଧନ୍ୟବାଦ। ଏବଂ ମୁଁ ଜନାର୍ଦ୍ଦନ ପୂଜା ବୃନ୍ଦ ମଧ୍ୟ କରିବି। ମଞ୍ଜାସୀନ ସମସ୍ତ ସୁବିବୃନ୍ଦ ରାଷ୍ଟ୍ରବୋର୍ଡ OIC ଏବଂ ତାମହଲେ ଏବଂ ଥିବା ସମସ୍ତ ସୁବିବୃନ୍ଦ ସେମାନଙ୍କୁ କୃପାରୁ ଆଜି ଯାତ୍ରା 10ମ ଦିନରେ ପହଞ୍ଚିଛି। ଅଣବସର ଯାତ୍ରା ये ଯାତ୍ରା ଲକ୍ଷ ଲକ୍ଷ ଭକ୍ତମାନଙ୍କ ସମାରୋହରୁ ପରିପୂର୍ଣ୍ଣ ହୋଇ ମହାପ୍ରଭୁଙ୍କର କିଭଳି ଭାବେ ଏହି ଯାତ୍ରା ଚାଲିଛି ସେହି ତାକୁ ଚଳାଉଛନ୍ତି। ଆମେ ଖାଲି ନିମିତ୍ତ ମାତ୍ର ସେବକଟିଏ, ସେବକ ସେବା କରିବାର ଅଧିକାର ରହିଛି। ଏବଂ ଆମକୁ ଟ୍ରଷ୍ଟବୋର୍ଡ ମାଧ୍ୟମରେ ତହସିଲଦାର ଯେଉଁଭଳି ଭାବରେ ଆଜି ଏ ସ୍ଥାନକୁ ମୁଖରିତ ସୁଖରିତ ସମୃଦ୍ଧି କରିଦେଇଛନ୍ତି ତାହା କହିବା ଆମ ପକ୍ଷେ ସମ୍ଭବ ନୁହଁ। କାରଣ ये ଯାତ୍ରା ଆମେ ଦେଖିଛୁ बहुदिन धरी यात्रा चली दीर्घ 50 वर्ष धरी अणबसर यात्रा, किंतु ए वर्ष जो 2026 अणबसर यात्रा चली किभली भाव सार हैंडल कर कथा प्रभु ही जानती, से ही जानती। समस्त सेवक एवं एठाकार बासिंदा एवं प्रशासन समस्त को नहीं जो कष्ट हुए से कथा आम अनुभव कर आज से निजे अनुभव कर प्रकृति में अणसर यात्रा कौन एमती द्वितीय श्रीक्षेत्र एठारे ब्रह्मगिरी अंचल आज ब्रह्मगिरी अंचल द्वितीय श्रीक्षेत्र जगन्नाथ यात्रा रथयात्रा जहाँ ये अणसर यात्रा 15 दिन दीर्घ एठारे से महाप्रभु घोष यात्रा में सीधा जाती सत्य, किंतु एठारे महाप्रभु लक्ष्मी सहित विहार करी क्षीरी भोग खाई महाप्रभु आनंद एठारे समस्त भक्त